ପିଲାମାନେ ଆଜିର କାର୍ଯ୍ୟକ୍ରମକୁ ତୁମମାନଙ୍କୁ ସ୍ୱାଗତ କରୁଛି। ଆଜି ଆମ୍ଭେମାନେ ନବମ ଶ୍ରେଣୀ ସଂସ୍କୃତ ବହି ସଂସ୍କୃତ ବଲ୍ଲରୀ ପୁସ୍ତକରେ ଥିବା ଉତ୍କଳ ଗୌରବମ୍ ବିଷୟର ତୃତୀୟ ଭାଗକୁ ପଢ଼ିବା। ଏହାର ପ୍ରାବନ୍ଧିକ ହେଉଛନ୍ତି ଚନ୍ଦ୍ରଶେଖର ପତି। ପଣ୍ଡିତ ଚନ୍ଦ୍ରଶେଖର ପତିଙ୍କ ବିଷୟରେ ମୁଁ ପ୍ରଥମ ଭାଗରେ ତୁମମାନଙ୍କୁ କହିଦେଇଛି ଯେ ପିଲାମାନଙ୍କ ମନରେ ଜାତିପ୍ରୀତି ଦେଶପ୍ରୀତି ଭାବ ଜାଗ୍ରତ କରିବା ପାଇଁ ତାଙ୍କର ଏହି ପ୍ରବନ୍ଧଟି ଲେଖିବାର ଉଦ୍ଦେଶ୍ୟ। ତେଣୁ ମୁଁ ପୂର୍ବ ଅଧ୍ୟାୟରେ ତୁମମାନଙ୍କୁ ପଢ଼େଇଥିଲି ବିଭିନ୍ନ ମନ୍ଦିର ବିଷୟରେ। ଜାଣିଥିବ ନିଶ୍ଚିତ ଭାବରେ ଆମର ଏ ଜାତି ପାଇଁ ଆମେ ଗର୍ବ ଅନୁଭବ କରୁ, କାରଣ ଏ ମନ୍ଦିର ଗୁଡ଼ିକ ପାଇଁ ଆମେ ନିଜର ପରିଚୟ ସୃଷ୍ଟି କରିପାରୁଛୁ। ବାହାରେ ଆମେ ଯେଉଁଠି ବି ଯାଉ ଜଗନ୍ନାଥ ମନ୍ଦିର ନାଁ କହିଲେ ଆମେ ଓଡ଼ିଶାର ଲୋକ ବୋଲି ସମସ୍ତେ ଜାଣିପାରନ୍ତି। ତେଣୁ ଏ ଗର୍ବ ଗୌରବକୁ ବଜାଇ ରଖିବା ଆମର ପରବର୍ତ୍ତୀ ପିଢ଼ିଙ୍କର କାର୍ଯ୍ୟ। ତେଣୁ ଆମେ ଜାଣିବା ଏ ଓଡ଼ିଶାର ଗୌରବ, ଏ ଉତ୍କଳ ଗୌରବ କେତେ ମହାନ ଥିଲା। ଆଜି এই ବିଭାଗଟିକୁ ପଢ଼ିବା। ନିଶ୍ଚିତ ଭାବରେ ବହୁତ ସୁନ୍ଦର ବିଭାଗଟି, ତାକୁ ଭଲକି ମନ ଦେଇ ଶୁଣିବ। ଏବେ ଚାଲ ପ୍ରଥମେ ପଢ଼ିଦେବା। ପଢ଼ିଦେଲା ପରେ ଆମେ ଅର୍ଥଟିକୁ ବୁଝିବା। ସୂର୍ଯ୍ୟ ଉପାସନାର୍ଥମ୍ ନିମିତ୍ତସ୍ୟ ଚନ୍ଦ୍ରଭାଗା ଉପକଣ୍ଠାବସ୍ଥିତସ୍ୟ ମନ୍ଦିରସ୍ୟ ଅସ୍ୟ ଭଗ୍ନାବଶେଷଃ ଅଦ୍ୟାପି ପରିଦୃଶ୍ୟତେ। ପାଷାଣ ଖଣ୍ଡେଷୁ ଯା ସୂକ୍ଷ୍ମ କଳାଃ ଉତ୍ଖନିତାଃ ତା ଦର୍ଶକାନାଂ ବିସ୍ମୟଂ ଜନୟନ୍ତି ମନାଂସି ହରନ୍ତି च। ରଥାକୃତେଃ ମନ୍ଦିରସ୍ୟ ଅସ୍ୟ ଦ୍ୱାଦଶ ଚକ୍ରାଣି ମନ୍ଦିର ଗାତ୍ରେ ଖୋଦିତାଃ ମୂର୍ତ୍ତୟଃ ଲତା ପତ୍ରାଦୟଶ୍ଚ ସଜୀବାଃ ଇବ ପ୍ରତିଭାନ୍ତି। ସୂକ୍ଷ୍ମ କଳାୟାଃ ଚରମ ଉତ୍କର୍ଷାତ୍ ଅସ୍ୟ ଭୂଖଣ୍ଡସ୍ୟ ନାମ ଉତ୍କଳ ଇତି ଅନୁମୀୟତେ। ଉତ୍କୃଷ୍ଟାଃ କଳାଃ ଯସ୍ମିନ୍ ସ ଉତ୍କଳଃ। ବସ୍ତୁତଃ ଉତ୍କଳ କଳିଙ୍ଗ କୋଶଳଡ୍ର କଙ୍ଗଦ ରୂପେଣ ପରିଚିତାନାଂ ଦେଶାନାଂ ଭୂଖଣ୍ଡସ୍ୟୈ ସମ୍ପ୍ରତି ଓଡ଼ିଶା ରାଜ୍ୟಂ ପରିଚିତମ୍। ଏକାଧାରେଣ ଉଡ୍ରିୟାଃ କୃଷକାଃ କଳିଙ୍ଗାଃ ବୀରାଃ କର୍ମକୁଶଳାଃ କୋଶଳଜାଃ ସଙ୍ଗୀତ ବିଶାରଦାଃ କଙ୍ଗଦଜାଃ ଉତ୍କଳୀୟାଃ କଳାକବିଦାଃ ଆରଣ୍ୟକାଃ ଆଦିବାସିନଶ୍ଚ ସ୍ୱକୃତିତ୍ୱ ଛଳେନ ଓଡ଼ିଶା ରାଜ୍ୟସ୍ୟ ଗୌରବଂ ପ୍ରଖ୍ୟାପୟନ୍ତି। ଜାତୀୟ ସଙ୍ଗୀତେ ପ୍ରଯୁକ୍ତ ଉତ୍କଳମିତି ପଦମ୍ ଓଡ଼ିଶା ନିମିତ୍ତକମ୍ ଏବ। ଏବେ ବିଷୟଟିକୁ ଆମେ ବୁଝିବା। ସୂର୍ଯ୍ୟ ଉପାସନାର୍ଥମ୍ ନିମିତ୍ତସ୍ୟ ଚନ୍ଦ୍ରଭାଗା ଉପକଣ୍ଠ ସ୍ଥିତସ୍ୟ ମନ୍ଦିରସ୍ୟ ଅସ୍ୟ ଭଗ୍ନାବଶେଷ ଅଦ୍ୟାପି ପରିଦୃଶ୍ୟତେ। ପିଲାମାନେ, ଏଇ ଯେଉଁ ଚନ୍ଦ୍ରଭାଗା ନଦୀ କଥା ଏଠି ଆଲୋଚନା କରାଯାଉଛି, ଯେଉଁ ଚନ୍ଦ୍ରଭାଗା ନଦୀ ତାହା ଆଜି ଶୁଖିଯାଇଛି, କୌଣସି କାରଣବଶତଃ ତାହା ଶୁଖିଗଲାଣି। ତାକୁ ଆମର ଯେଉଁ IITର ଯେଉଁ ଭୂବିଜ୍ଞାନୀମାନେ ଅଛନ୍ତି ତାର ପ୍ରମାଣ ସେମାନେ ପାଇଯାଇଛନ୍ତି ଯେ ଚନ୍ଦ୍ରଭାଗା ନଦୀ ସେଠାରେ ଥିଲା। ପରବର୍ତ୍ତୀ ସମୟରେ ବିଭିନ୍ନ କାରଣବଶତଃ ତାହା ଶୁଖିଯାଇଛି। ତେଣୁ ଏହି ଚନ୍ଦ୍ରଭାଗା କୂଳରେ ବିଭିନ୍ନ ପ୍ରମାଣ ମିଳେ ଚନ୍ଦ୍ରଭାଗା ବିଷୟରେ। ପୌରାଣିକ କଥାବସ୍ତୁ ଅନୁସାରେ କୃଷ୍ଣଙ୍କର ପୁତ୍ର ଶାମ୍ବ ଚନ୍ଦ୍ରଭାଗାର ନଦୀ ମୁହାଣରେ ସୂର୍ଯ୍ୟ ଦେବତାଙ୍କୁ ପ୍ରାର୍ଥନା କରି କୁଷ୍ଠରୋଗରୁ ମୁକ୍ତ ହୋଇଥିଲେ। ଏହି ଚନ୍ଦ୍ରଭାଗା ନଦୀ କୌଣସି କାରଣବଶତଃ ଶୁଖିଯାଇଛି ସତ, ହେଲେ ଏହି ସ୍ଥାନ ଏକ ପବିତ୍ର ଭୂମି, ଏହାକୁ ସୂର୍ଯ୍ୟୋଦୟ ଭୂମି ଭାବରେ ଏହା ପରିଚିତ। ତେଣୁ ଏଇ ଯେଉଁ କୋଣାର୍କ ବିଷୟରେ ମୁଁ ପୂର୍ବଥର ମଧ୍ୟ କହିଛି। କୋଣାର୍କ ଏହା ହେଉଛି ସୂର୍ଯ୍ୟ ଉପାସନାର ସ୍ଥଳ। ଏଠି ସୂର୍ଯ୍ୟ ଉପାସନା ପାଇଁ ଅତି ସୁନ୍ଦର ମନ୍ଦିରଟେ ନିର୍ମିତ ହୋଇଯାଇଥିଲା। ତେଣୁ ସୂର୍ଯ୍ୟ ଉପାସନାର କେନ୍ଦ୍ର ହେଉଛି ଆମର କୋଣାର୍କ ମନ୍ଦିର। ଯେଉଁ କୋଣାର୍କ ମନ୍ଦିରର ବର୍ତ୍ତମାନ କୋଣାର୍କ ମନ୍ଦିର ତ ନାହିଁ, ତା'ର ଭଗ୍ନାବଶେଷ କେବଳ ଆମେ ଦେଖୁଛୁ। ତା'ର ମୁଖଶାଳାଟି ଆମେ ଦେଖୁଛୁ। ତା'ର ମୁଖ୍ୟ ମନ୍ଦିରର କାରୁକାର୍ଯ୍ୟ ତାହା ଆଜି ଆମକୁ ସପ୍ତାଶ୍ଚର୍ଯ୍ୟ ଭିତରେ କୋଣାର୍କ ମନ୍ଦିର ରଖିବାରେ ସାହାଯ୍ୟ କରିଥିଲା। ତା'ର କାରୁକାର୍ଯ୍ୟ ହେଉଛି ବିଶ୍ୱବିଦିତ। ପିଲାମାନେ, ମୁଁ ତୁମକୁ ତ ଯେଉଁ ବିଭାଗଟି ପଢ଼ିଦେଲି ତାକୁ ତା'ର ଅର୍ଥ ଏବେ ବୁଝିବା। ସୂର୍ଯ୍ୟ ଉପାସନାର୍ଥମ୍ ନିମିତ୍ତସ୍ୟ ଚନ୍ଦ୍ରଭାଗା ଉପକଣ୍ଠ ଅବସ୍ଥିତସ୍ୟ ମନ୍ଦିରସ୍ୟ ଅସ୍ୟ ଭଗ୍ନାବଶେଷ ଅଦ୍ୟାପି ପରିଦୃଶ୍ୟତେ। ସୂର୍ଯ୍ୟ ଉପାସନାର୍ଥମ୍ ସୂର୍ଯ୍ୟଙ୍କର ଉପାସନା ପାଇଁ ନିର୍ମିତସ୍ୟ ମନ୍ଦିର ଅର୍ଥାତ୍ ସୂର୍ଯ୍ୟଙ୍କର ଉପାସନା ପାଇଁ ତିଆରି କରାଯାଇଥିବା ଚନ୍ଦ୍ରଭାଗା ଉପକଣ୍ଠରେ ଥିବା ଏହି ମନ୍ଦିର ତାର ଭଗ୍ନାବଶେଷ
ଏବେ ଦେଖିବାକୁ ମିଳେ। ଯେଉଁ ଚନ୍ଦ୍ରଭାଗା ନଦୀ କଥା କୁହାଯାଉଛି, କୋଣାର୍କକୁ ଲାଗିଥିବା ଚନ୍ଦ୍ରଭାଗା ନଦୀର ସନ୍ଧାନ ଆମର IIT ଖଡ଼ଗପୁରର ଭୂବିଜ୍ଞାନୀମାନେ ଏହା ପ୍ରମାଣ ପାଇସାରିଛନ୍ତି ଯେ ସେଠାରେ ଚନ୍ଦ୍ରଭାଗା ନାମରେ ଗୋଟିଏ ନଦୀ ଥିଲା। ପରବର୍ତ୍ତୀ ସମୟରେ କୌଣସି କାରଣବଶତଃ ଏହା ବୋଧେ ଶୁଖିଯାଇଛି। ପୌରାଣିକ କଥାବସ୍ତୁ ମଧ୍ୟ ଏହାକୁ ନେଇ ରହିଛି। ପୌରାଣିକ କଥାବସ୍ତୁ ଅନୁସାରେ କୃଷ୍ଣଙ୍କର ପୁଅ ଶାମ୍ବ ଚନ୍ଦ୍ରଭାଗାର ନଦୀ ମୁହାଣରେ ସୂର୍ଯ୍ୟ ଦେବତାଙ୍କୁ ପ୍ରାର୍ଥନା କରି କୁଷ୍ଠରୋଗରୁ ମୁକ୍ତ ହୋଇଥିଲେ। ଚନ୍ଦ୍ରଭାଗା ନଦୀ କୌଣସି କାରଣବଶତଃ ଶୁଖିଯାଇଛି, ହେଲେ ଏହି ସ୍ଥାନ ଏକ ପବିତ୍ର ଭୂମି, ସୂର୍ଯ୍ୟ ଉଦୟ ଭୂମି ଭାବରେ ପରିଚିତ। ତେଣୁ ପିଲାମାନେ, ଏଇ ଯେଉଁ ସୂର୍ଯ୍ୟ ଉଦୟ ଭୂମି, ଯେଉଁ ଚନ୍ଦ୍ରଭାଗା କଥା କୁହାଯାଉଛି, ଯେ ଚନ୍ଦ୍ରଭାଗା ଉପକଣ୍ଠରେ ଯେଉଁ ମନ୍ଦିରଟି ରହିଛି, ଯେଉଁ କୋଣାର୍କ ମନ୍ଦିର, ତା ସୂର୍ଯ୍ୟଙ୍କର ଉପାସନା ପାଇଁ ତା ତିଆରି ହେଇଥିଲା। ଏ ମନ୍ଦିର କିଏ ତିଆରି କରିଥିଲେ, କ'ଣ କରିଥିଲେ, ତା ପୂର୍ବ ଏପିସୋଡ଼ରେ ମୁଁ କହିଛି। ଲାଙ୍ଗୁଳା ନରସିଂହ ଦେବଙ୍କ ଦ୍ୱାରା ଏ ମନ୍ଦିର ତିଆରି ହେଇଥିଲା। 1200 ବଢ଼େଇ ଏଥିରେ କାର୍ଯ୍ୟ କରିଥିଲେ। 12 ବର୍ଷ କାମ ଚାଲିଥିଲା। ସେ ମନ୍ଦିର ବିଷୟରେ ସମସ୍ତେ ଗପ ଜାଣିଥିବ। ସେ ମନ୍ଦିର କେଉଁ ପରିସ୍ଥିତିରେ କେମିତି ତିଆରି ହେଇଥିଲା। ସୂର୍ଯ୍ୟଙ୍କର ପୂଜା କରିବା ପାଇଁ ମନ୍ଦିରଟି ତିଆରି ହେଇଥିଲା ସତ, କିନ୍ତୁ ଶେଷ ପର୍ଯ୍ୟାୟରେ ଯାହା ଇତିହାସ କହେ, କିମ୍ବଦନ୍ତୀ କହେ ଯେ ଯେତେବେଳେ ଦଧିନଉତି ବସେଇବା ପାଇଁ ଯେତେବେଳେ ଅକ୍ଷମତା ପ୍ରକାଶ କରିଥିଲେ 1200 ବଢ଼େଇ, ସେତେବେଳେ ବିଶୁ ମହାରଣା ତାଙ୍କର ଶ୍ରେଷ୍ଠ ଶିଳ୍ପୀଙ୍କର ପୁତ୍ର, ସିଏ ଆସି ଯେତେବେଳେ ସେ ଦଧିନଉତିକୁ ବସେଇ ଦେଇଥିଲେ, ସେତେବେଳେ ରାଜା ଜାଣିପାରିବା ପୂର୍ବରୁ ସେ ସମସ୍ତଙ୍କୁ ରକ୍ଷା କରିବା ପାଇଁ ସେଇ ଧର୍ମପଦ ସେଇ ଚନ୍ଦ୍ରଭାଗାରେ ନିଜ ଜୀବନକୁ ସମର୍ପି ଦେଇଥିଲେ 1200 ବଢ଼େଇର ଜୀବନ ରକ୍ଷା କରିବା ପାଇଁ। ସେ କଥା ଜାଣିଲା ପରେ ରାଜା ନିଶ୍ଚିତ ଭାବରେ ସେ କ୍ରୋଧ ପ୍ରକାଶ କରିଥିଲେ ଏବଂ ସେ ନିଶ୍ଚିତ ଭାବରେ ଏଭଳି ଜଣେ ଶିଳ୍ପୀକୁ ଉତ୍କଳ ହରେଇ ବସିଲା, ସେଥିପାଇଁ ଦୁଃଖ ପ୍ରକାଶ କରିଥିଲେ। ଯେହେତୁ ଅପବିତ୍ର ହୋଇଯାଇଥିଲା ସେ ମନ୍ଦିରଟି, ଯାହା ଲୋକ ବାଣୀ କହେ, ଲୋକ କିମ୍ବଦନ୍ତୀ କୁହାଯାଏ, ସେହିଦିନଠାରୁ ପ୍ରାୟ ସେ ମନ୍ଦିରରେ ଆଉ ପୂଜା ହୁଏ ନାହିଁ। ତା ପାଇଁ ବହୁତ ଐତିହାସିକ କାରଣ ମଧ୍ୟ ରହିଛି, ଯାହା ଆମର ଲୋକକଥା ରହିଛି, ତାହା ମୁଁ ତୁମମାନଙ୍କୁ କହିଲି। ଯେ ପ୍ରକୃତରେ ସୂର୍ଯ୍ୟଙ୍କର ଉପାସନା ପାଇଁ ସତସିନା ମନ୍ଦିରଟି ତିଆରି ହୋଇଥିଲା, କିନ୍ତୁ ଆଜି ପର୍ଯ୍ୟନ୍ତ କୌଣସି ସୂର୍ଯ୍ୟଙ୍କର ପୂଜା ସେଠାରେ ଦେଖିବାକୁ ମିଳେ ନାହିଁ। କିନ୍ତୁ ଯାହା ଅଛି, ବିଭିନ୍ନ ପ୍ରକାର ପ୍ରାକୃତିକ ଦୁର୍ବିପାକ, ବିଦେଶୀମାନଙ୍କର ଆକ୍ରମଣ ଫଳରେ ମନ୍ଦିରଟି ଭାଙ୍ଗି ଯାଇଛି ସତ, ମୁଖ୍ୟ ମନ୍ଦିରଟି। ଯେଉଁ ମୁଖଶାଳାଟି ରହିଛି, ଯେଉଁ କାରୁକାର୍ଯ୍ୟ ଗୁଡ଼ିକ ଆଜି ବି ରହିଛି, ଯାହା ସପ୍ତାଶ୍ଚର୍ଯ୍ୟ ଭିତରେ ଆମର କୋଣାର୍କ ମନ୍ଦିର ରହିପାରିଛି। ସେ ଆଶ୍ଚର୍ଯ୍ୟ କାହିଁକି ନା ସେଇ ଯେଉଁ ନିହାଣ ମୁନରେ, ହାତୁଡ଼ି ନିହାଣ ମୁନରେ କିପରି ଶିଳ୍ପୀ ସେତେବେଳେ ଏହି ପ୍ରକାର ମୂର୍ତ୍ତିକୁ ତିଆରି କରିପାରିଥିଲା, ତାହା ବି ଆମ ମନରେ ଆଶ୍ଚର୍ଯ୍ୟ ସୃଷ୍ଟି କରେ। ଦେଖିପାରୁଛ ଏଇ ଯେଉଁ କାରୁକାର୍ଯ୍ୟ ଗୁଡ଼ିକ, ପାଷାଣ ଖଣ୍ଡେଷୁ ଯା ସୂକ୍ଷ୍ମ କଳାହା ଉତ୍ଖନିତାହା ତା ଦର୍ଶକାନାଂ ବିସ୍ମୟ ଜନୟନ୍ତି ମନାଂସି ହରନ୍ତି ଚ। ପାଷାଣ ଖଣ୍ଡରେ, ପଥର ଦେହରେ ଯେଉଁ ସୂକ୍ଷ୍ମ କଳା ଉତ୍ଖନିତା, ଖନିତ ମାନେ ଖୋଳିବା, ଉତ୍ଖନିତ ଅର୍ଥାତ୍ ଯେଉଁଟା ଖୋଳା ହେଇଛି ସତେ ଯେମିତି ଜୀବନ୍ତ ଭାବରେ ଦେଖାଯାଉଛି। ହାତୀ ଗୁଡ଼ିକ ଯେମିତି ସତରେ ଛିଡ଼ା ହେଇଛି, ଯେଉଁ ଗଛ ଲତା ହାତୀ ସମସ୍ତ କିଛି ଏହି କାରୁକାର୍ଯ୍ୟ ଗୁଡ଼ିକ, ନୃତ୍ୟାଙ୍ଗନାମାନଙ୍କର ଯେଉଁ ମୂର୍ତ୍ତି ଗୁଡ଼ିକ ସତେ ଯେମିତି ଜୀବନ୍ତ ସଜୀବ ଭଳି ଯେମିତି ପ୍ରତିଭାତି ହେଉଛି, ସମସ୍ତଙ୍କ ମନରେ ଆନନ୍ଦ ସୃଷ୍ଟି କରୁଛି, ବିସ୍ମୟ ସୃଷ୍ଟି କରୁଛି ଯେ ସତରେ କ'ଣ ଏହା ସମ୍ଭବ, ସତରେ କ'ଣ ଆମର କାରୁକାର୍ଯ୍ୟ ଉତ୍କଳର ଏତେ ମହାନ ଥିଲା। କେତେ ଛୋଟ ଛୋଟ କାରୁକାର୍ଯ୍ୟ ଗୁଡ଼ିକ ହେଇପାରିଛି ପଥର ଦେହରେ, ତା ଆଜି ବି ସମସ୍ତେ ଆଶ୍ଚର୍ଯ୍ୟାନ୍ୱିତ। ପରବର୍ତ୍ତୀ ଦେଖ, ରଥାକୃତେ ମନ୍ଦିରସ୍ୟ ଦ୍ୱାଦଶ ଚକ୍ରାଣି ମନ୍ଦିର ଗାତ୍ରେ ଖୋଦିତାହା ମୂର୍ତ୍ତୟଃ ଲତାପତ୍ରାଦୟଶ୍ଚ ଚରମ ଉତ୍କର୍ଷାତ୍ ଅସ୍ୟ ଭୂଖଣ୍ଡସ୍ୟ ନାମ ଉତ୍କଳ ଇତି ଅନୁମୀୟତେ। ରଥାକୃତେ ମନ୍ଦିରସ୍ୟ, ଏ ଦେଖିପାରୁଛ ଯେଉଁ ମନ୍ଦିର ରଥର ଆକୃତିରେ ତିଆରି ହୋଇଛି, ରଥାକୃତେ ମନ୍ଦିରସ୍ୟ ଦ୍ୱାଦଶ ଚକ୍ରାଣି, ସେଥିରେ 12ଟି ଚକ ଲାଗିଥିଲା। 12ଟି ଚକ କିଛି କ୍ଷତବିକ୍ଷତ ହୋଇଯାଇଛି, କିଛି ନଷ୍ଟ ହୋଇଯାଇଛି, ଧ୍ୱଂସ ହୋଇଯାଇଛି, ତଥାପି ଏବେ ମଧ୍ୟ ରହିଛି 12ଟି ଚକ। এই ଚକ୍ରର ଚିତ୍ର ଗୁଡ଼ିକୁ ଦେଖିପାରୁଛ। ଯଦି କେବେ କୋଣାର୍କ ବୁଲିଯାଅ, ଭଲ ଭାବରେ ଲକ୍ଷ୍ୟ କରିବ, ଦେଖିବ କେତେ ସୁନ୍ଦର ଭାବରେ ସେ ମୂର୍ତ୍ତି ଗୁଡ଼ିକ ତିଆରି ହେଇଛି, ଚକ ଗୁଡ଼ିକ ତିଆରି ହେଇଛି। ସତେ ଯେମିତି ଜୀବନ୍ତ ରଥ ଭଳି ଦୂରରୁ ଦେଖିଲେ ଜଣାପଡ଼ିବ, ଏମିତି ରଥଟେ ଛିଡ଼ା ହେଇଛି। ପଥର ଦେହରେ ଏଭଳି କାରୁକାର୍ଯ୍ୟ କେବେ ଭାବିବା ମଧ୍ୟ, ଆମ ସ୍ୱପ୍ନରେ ମଧ୍ୟ ଭାବିବା ବହୁତ କଷ୍ଟକର। ତା ସତରେ ବାସ୍ତବତାରେ ପରିଣତ କରିଛନ୍ତି ଆମର ଉତ୍କଳୀୟ ସ୍ଥପତିମାନେ ତାଙ୍କ ନିହାଣ ଦେହରେ କିପରି ଜୀବନ୍ତ ମୂର୍ତ୍ତି ସବୁ ତିଆରି କରିପାରିଛନ୍ତି ସେଇ ପଥର ଦେହରେ। ପରବର୍ତ୍ତୀ ଦେଖ, ଏଇ ଯେଉଁ ସୁନ୍ଦର ନୃତ୍ୟାଙ୍ଗନାମାନଙ୍କର ଛବି ମଧ୍ୟ ଏଇଥିରେ
आकृति रही। मंदिर गात्रे खोदिता मूर्तय लता पत्रश्च ये देखिपारुच ये स्लाइड रे जो मंदिर गात्र केमती लता पत्र गछ से गुड़िक केमिति सब सुंदर भाव में जमी जीवंत भली देखा जाउछि। तेबे एते जो कला रही आज जो ओडिशार ना उत्कल जो उत्कल नामटी कहीं हेची कौन पाई हेची चरम उत्कर्षात अस्य भूखंडस्य नाम उत्कल इति अनुमीयते अनुमान करा जाए एइथिपाई बोधुए ये भूखंडर नाम उत्कल रखा जाइछि कारण एटी कलार उत्कर्ष श्रेष्ठ कलार नौपन्यता आम शिल्पी माने देखैचंती जोइथिपाई ए भूखंडर नाम उत्कल बोली अनुमान करा जाए। उत्कृष्टा कला जस्मिन स उत्कल जो उत्कृष्ट कला रही जो श्रेष्ठ कलार नैपुण्यता रही से राज्यर नाम उत्कल मध्य कुहाଯାଏ। वस्तुतः उत्कल कलिंग कोशल कोशलड्र कंगद रूपेण परिचितानां देशानां भूखंड से संप्रति ओडिशा राज्यम परिचितम जे ओडिशा पूर्वर एमिति गोटे राज्य नथिला खंड विखंडित अवस्था थिला किछि किछि राज्य सबु थिले छोट छोट राज्य ताकू मिसई ओडिशा राज्य हेछि। तुमे माने जानिथिबो जे ओडिशा प्रकृत रे एटा खंड विखंडित अवस्था थिला ता गोटे स्वतंत्र उत्कल प्रदेश गठन करागला सेतिकी बेले खंड विखंडित अंश गुडी को आनी गोटे स्वतंत्र ओडिशा प्रदेश तयारी हेइथिला ता थिला उत्कल कलिंग कोशल एवं कंगद। संप्रति ओडिशा राज्यम परिचितम जहाँ को आज आम ओडिशा राज्य बोली परिचय सृष्टि होती ता यही सबू भूखंड मिसी ओडिशा राज्य तैयारी होती। एकाधारेण उड्रिया कृषका जो माने उड्रिय से कृषक कहुला माने कृषक जाति तेबे किछि किछि जाति समस्त को मिसेकी ओडिशा रे जोता ओडिशा रे कृषक अछंती संगीतज्ञ अछंती कला निपुण स्थपति माने अछंती समस्ते रहिछंती सेमाने को कोन कुआ जाउतला जो माने उड्रिया कृषक जो माने उड्रिय से माने होचंती कृषक जो माने चाष करंती आम पेट को दाना दियंती से कृषक माने समस्तकर आवश्यकता रही तेणु उड्रिय मान को कृषक कह जाए। कलिंगर वीर सैनिक कलिंग युद्ध रे जो वीरत्वर सहित निजर आत्म बलिदान देई ओ कलिंग को उद्धार करने रक्षा करने अशोक विराट सेनाबाहिनी आगरे नतमस्तक नक निजर प्राण बलि देइतिले हसी हसी अशोक चंडाशकरू धर्माशक परिणत होते कलिंगर आत्म उत्सर्ग को देखि दयानदी रक्तरंजित हो जाइथिला। यह हूँ कलिंग वीरर गाथा कलिंग वीर सैनिक मानकर गाथा जे परिवर्तन कर देइथिला से चंडाशकरू धर्माशक परिणत होते अशोक ए कलिंगर वीरत्व पाई एइठी आसी से तांको मन मध्य परिवर्तन घटी जाइथिला। तेणु निश्चित भाव में कलिंग माने वीर थिले मु पूर्वरु मध्य तुमको कहिछि जेतेबेले चंद्रगुप्त मौर्य जेतेबेले उत्कल को आक्रमण करिवे बोली मन मध्य इच्छा प्रकाश कले ठीक सेतिक बेले तांकर गुरु चाणक्य तांको बारण करथिले ना ना ये आमर ये उत्कल को कलिंग को तांको सहित बंधुतार हाथ बढ़ाओ से माने बहुत वीर तांको सहित को आक्रमण करने उचित नुहे। एइथुरु जना पड़ी जाए जे कलिंग माने केते महान वीर थिले केते वीरत्वर सहित मातृभूमि पाई तांकर प्राण बलि देइतिले एकथा निश्चित भाव में किंवदंती गुड़िकर जानीपारुथबो। तेणु जो माने वीर थिले जो माने योद्धा थिले सेही अंचलटी को कलिंग बोली कहा जाउथला। कर्म कुशला कोशलजा जो कोशल कोशल गोटे अंचल थिला जो अंचल रे कोशल जात लोक मानकु कर्म कुशल समस्त कर्म रे से माने प्रवीण थिले कुशल शब्द अर्थ प्रवीण श्रेष्ठत्व तांकर कर्म रे थिला। तेणु से जो जाति मानकु कोशल बोली कहा जाउतला से अंचल को कोशल बोली आमे जानिछु। संगीत विशारदा कंगदजा उत्कलिया कला कविदा आरण्यका आदिवासीनश्च स्वकृतित्व छलेन ओडिशा राज्यस्य गौरवं प्रख्यापयन्ति। जातीय संगीते प्रयुक्तम उत्कलमिति पदम ओडिशा निमित्तकम एव। संगीत विशारद जे प्रकृत रे गोटे गोटे विभाग भाग कर दिया जाइछि जो माने कंगद जो माने थिले से को संगीत विशारद कहा जाउथला। ये ओडिशा ये उत्कल केवल स्थपति कारुकार्य रे नुहे संगीत रे मध्य जो ओडिसी संगीत ठू आरंभ करी बहु संगीतर सृष्टिकर्ता होची ओडिशा। तेणु जो माने संगीत विशारद थिले
ସେମାନଙ୍କୁ କଙ୍ଗଦ ବୋଲି କୁହାଯାଉଥିଲା। ଅର୍ଥାତ୍ କଙ୍ଗଦୀୟ ମାନେ ହେଉଛନ୍ତି ସଙ୍ଗୀତ ବିଶାରଦ। ସେମାନେ ସଙ୍ଗୀତ ଗାନ କରୁଥିଲେ। ସଙ୍ଗୀତ ପାଇଁ ଓଡ଼ିଶା ମଧ୍ୟ ଅନ୍ୟମାନଙ୍କ ପାଖରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି। ତେଣୁ ସଙ୍ଗୀତ ବିଶାରଦମାନଙ୍କୁ କଙ୍ଗଦ ବୋଲି କୁହାଯାଉଥିଲା। ପରବର୍ତ୍ତୀ ହେଉଛି ଉତ୍କଳୀୟ ମାନେ କଳା ନିପୁଣ ଅର୍ଥାତ୍ ଉତ୍କଳୀୟାହା କଳା କୋବିଦାହା। ଉତ୍କଳୀୟ ମାନେ ହେଉଛନ୍ତି କଳା ନିପୁଣତା, ତାଙ୍କର କଳାର ଉତ୍କର୍ଷତା। ଯେତେ ମନ୍ଦିର ତୁମକୁ ଦେଖେଇ ଆସିଲି ଆଜି ଏଇ ପରବର୍ତ୍ତୀ ପୂର୍ବ କ୍ଲାସ୍ରେ ତୁମେ ଦେଖିଛ ବିଭିନ୍ନ ମନ୍ଦିରର କାରୁକାର୍ଯ୍ୟ ଏତେ ସୁନ୍ଦର ଭାବରେ କାରୁକାର୍ଯ୍ୟ ସବୁ ରହିଛି। ସମସ୍ତଙ୍କୁ ଆକର୍ଷଣ କରି ଟାଣି ଆଣୁଛି ଓଡ଼ିଶାକୁ, ଯେ ଓଡ଼ିଶାର ମନ୍ଦିର କେତେ କାରୁକାର୍ଯ୍ୟପୂର୍ଣ୍ଣ। ଏଇ ଯେଉଁ କୋଣାର୍କ ମନ୍ଦିରର କାରୁକାର୍ଯ୍ୟ କହିଲି, ତା'ର ନିପୁଣତା ପାଇଁ ତାକୁ ବ୍ଲାକ୍ ପାଗୋଡ଼ା ମଧ୍ୟ କହନ୍ତି। ଅତି ସୁନ୍ଦର ଭାବରେ ଯେତେବେଳେ ବିଦେଶରୁ ହୁଅନ୍ତୁ ଦେଶ ମଧ୍ୟରୁ ହୁଅନ୍ତୁ ଯେକୌଣସି ବ୍ୟକ୍ତି ବିଶେଷ ଆସିଲେ ସେମାନେ ନିଶ୍ଚିତ କୋଣାର୍କ ମନ୍ଦିରକୁ ନ ଦେଖି କେବେ ଫେରିଯାଆନ୍ତି ନାହିଁ। ଏ କଳାର ନୈପୁଣ୍ୟତା ଆଉ କେଉଁଠି ଦେଖିବାକୁ ମିଳେ ନାହିଁ। ତେଣୁ ଉତ୍କଳୀୟମାନେ ଯେ କଳା ନିପୁଣ ଥିଲେ ଏହା ନିଃସନ୍ଦେହ। ତେଣୁ ସେଇଥିପାଇଁ କୁହାଯାଏ ଉତ୍କଳୀୟାହା। ଯେଉଁ ଉତ୍କଳୀୟ ଗୋଟେ ଅଞ୍ଚଳ ଥିଲା ସେମାନେ କଳା ନିପୁଣତାରେ ଧୁରୀଣ ଥିଲେ। ସେମାନେ କଳାର ଶ୍ରେଷ୍ଠତ୍ୱ ତାଙ୍କ ପାଖରେ ଥିଲା। ଆରଣ୍ୟକାହା ଆଦିବାସୀନଶ୍ଚ, ଯେଉଁମାନେ ଅରଣ୍ୟରେ ରହୁଥିଲେ, ଯେଉଁମାନେ ବଣ ଜଙ୍ଗଲରେ ରହୁଥିଲେ ସେମାନେ ହେଉଛନ୍ତି ଆଦିବାସୀ। ତେଣୁ ଆରଣ୍ୟକାହା ଆଦିବାସୀନଶ୍ଚ ସ୍ୱକୃତିତ୍ୱ ଛଳେନ ଓଡ଼ିଶା ରାଜ୍ୟଂ ଗୌରବଂ ପ୍ରଖ୍ୟାପୟନ୍ତି। ଯେଉଁ ଅରଣ୍ୟରେ ବାସ କରୁଥିବା ଆଦିବାସୀମାନେ ସେମାନେ ମଧ୍ୟ ତାଙ୍କର କଳା ନୈପୁଣ୍ୟତାରେ କେଉଁଥିରୁ କମ୍ ନୁହନ୍ତି। ତେଣୁ ପିଲାମାନେ ଯେଉଁମାନେ ଅରଣ୍ୟରେ ବାସ କରୁଥିଲେ ଯେଉଁ ଆଦିବାସୀମାନେ ସେମାନେ ମଧ୍ୟ ତାଙ୍କର ଯେଉଁ କୃତିତ୍ୱ ବଳରେ ଆମ ଓଡ଼ିଶା ରାଜ୍ୟର ଗୌରବ ସେମାନେ ମଧ୍ୟ ରଖିଛନ୍ତି। ଏଠି ଦେଖିପାରୁଥିବ ପିଲାମାନେ ଏଗୁଡ଼ିକ ଟ୍ରାଇବାଲ୍ ଆର୍ଟ ବା ଆଦିବାସୀମାନଙ୍କର ଏଗୁଡ଼ିକ ଆର୍ଟ ହେଉଛି। କେତେ ସୁନ୍ଦର ଭାବରେ ସେମାନେ ଅଙ୍କନ କରିଛନ୍ତି। ତାଙ୍କର ଜୀବନଶୈଳୀ ଏଥିରେ ପ୍ରତିଫଳିତ ହେଉଛି ଅତି ସୁନ୍ଦର ଭାବରେ। ସେମାନେ ଆଦିବାସୀ ହେଇପାରନ୍ତି କିନ୍ତୁ ତାଙ୍କ ଜୀବନଶୈଳୀ ଅତି ସରଳ ଅତି ସୁନ୍ଦର। ତେଣୁ ସେମାନେ ମଧ୍ୟ ତାଙ୍କର ଗୃହ ତିଆରିଠୁ ଆରମ୍ଭ କରି ତାଙ୍କର ସମସ୍ତ କାର୍ଯ୍ୟ ସେଥିରେ ନିଶ୍ଚିତ ଭାବରେ କଳାର ନୈପୁଣ୍ୟତା ରହିଛି। ତୁମେ ଦେଖିଥିବ କେତେ ଗୁଡ଼ିଏ ଆଦିବାସୀ ଜାତି ଅଛନ୍ତି ସେମାନଙ୍କର ଘରଟାକୁ ଏତେ ସୁନ୍ଦର ଭାବରେ ସେମାନେ ପ୍ରାକୃତିକ ରଙ୍ଗରେ ସଜ୍ଜିତ କରିଥିବେ। କାନ୍ଥ ଦେହରେ ବିଭିନ୍ନ ପ୍ରକାର ମୁରୁଜ ପକାଇଥିବେ। ସେମାନେ କୌଣସି ପାଠ ପଢ଼ି ନାହାନ୍ତି, କୌଣସି ଜ୍ଞାନ ତାଙ୍କ ପାଖରେ ନାହିଁ, କିନ୍ତୁ ତାଙ୍କର ପ୍ରକୃତି ଦତ୍ତ ଜିନିଷ ପ୍ରକୃତି ସହିତ ସେମାନେ ଯେହେତୁ ଜଡ଼ିତ ହୋଇ ରହନ୍ତି ତେଣୁ ତାଙ୍କର ପ୍ରକୃତିରୁ ସେମାନେ ଶିକ୍ଷା ଲାଭ କରି ଏତେ ସୁନ୍ଦର ସବୁ କଳା ଗୁଡ଼ିକର ନୈପୁଣ୍ୟତା ସେମାନେ ପ୍ରକାଶ କରିଛନ୍ତି। ତାଙ୍କର ନୃତ୍ୟ ତାଙ୍କର ବାଦ୍ୟ ସେମାନେ କୌଣସି ଭାବରେ ଆମେ ଯେମିତି ଶିକ୍ଷା ଲାଭ କରୁ ନୃତ୍ୟ ସଙ୍ଗୀତ ବାଦ୍ୟ ସେମାନଙ୍କର କୌଣସି ଶିକ୍ଷା ନାହିଁ, ଅଥଚ ସେମାନେ ଅତି ଚମତ୍କାର ଭାବରେ ଅତି ତାଳ ଲୟରେ ସେମାନେ ବାଦ୍ୟ ଯନ୍ତ୍ର ବଜାଇବାଠୁ ଆରମ୍ଭ କରି ବିଭିନ୍ନ କଳାରେ ସେମାନେ ନୈପୁଣ୍ୟତା ପ୍ରକାଶ କରିଛନ୍ତି। ଏବେ ଆମେ ଦେଖିବା ଆମର ଯେଉଁ ଜାତୀୟ ସଙ୍ଗୀତରେ ଯେଉଁ ଉତ୍କଳ ଶବ୍ଦଟି ବ୍ୟବହାର କରାଯାଇଛି ତା ପ୍ରାୟ ଓଡ଼ିଶା ପାଇଁ କୁହାଯାଇଛି। କାରଣ ଦ୍ରାବିଡ଼ ଉତ୍କଳ ବଙ୍ଗ ତୁମେ ଦେଖିପାରୁଥିବ ଯେଉଁ ଉତ୍କଳ ଶବ୍ଦଟି ଏଇଟା ଆମ ଜାତୀୟ ସଙ୍ଗୀତରେ ଏଇଟା ନିଶ୍ଚିତ ଭାବରେ ଓଡ଼ିଶା ପାଇଁ ଓଡ଼ିଶାର ମହାନତାକୁ ଦେଖି ଆମ ଜାତୀୟ ସଙ୍ଗୀତରେ ମଧ୍ୟ ଉତ୍କଳ ଶବ୍ଦଟିକୁ ବ୍ୟବହାର କରାଯାଇଛି। ପିଲାମାନେ ଏବେ ତ ବିଷୟଟିକୁ ଭଲ ଭାବରେ ଜାଣିଯାଇଥିବ ବୁଝିଯାଇଥିବ। ପିଲାମାନେ ଏବେ ଆମେ ବ୍ୟାକରଣ ବିଭାଗର ଶବ୍ଦାର୍ଥକୁ ଆମେ ଆଗ ଜାଣିବା। ପ୍ରଥମେ ଦେଖ ଉତ୍ଖନିତା। ଉତ୍ଖନିତ ଅର୍ଥ ଖୋଳା ଯାଇଛି। ଉତ୍ ଯୋଗ ଖନିତା ଅର୍ଥାତ୍ ଖୋଳା ଯାଇଛି ଯେଉଁ ପଥର ଦେହରେ ଯେଉଁ କଳା କାରୁକାର୍ଯ୍ୟ ସବୁ ରହିଛି ଯେଉଁ ଖୋଳା ଯାଇଛି ସେଗୁଡ଼ିକ ଉତ୍ଖନିତା। ତା'ର ଅର୍ଥ ପ୍ରତିଭାନ୍ତି। ପ୍ରତିଭାନ୍ତି ଅର୍ଥ ଶୋଭା ପାଉଛି। ଯେଉଁ ସୁନ୍ଦର କଳା କାରୁକାର୍ଯ୍ୟ ଯେଉଁ ଦେଖୁଥିଲେ ଆମେ ସେଗୁଡ଼ିକ ଯେଉଁ ତା'ର ଅର୍ଥ ହେଉଛି ପ୍ରତିଭାନ୍ତି ଅର୍ଥ ଶୋଭା ପାଉଛି। ଅନୁମିୟତେ ଅନୁମିୟତେର ଅର୍ଥ ହେଉଛି ଅନୁମାନ କରାଯାଏ। ଆରଣ୍ୟକାହା ଆରଣ୍ୟକ ଶବ୍ଦ ଅରଣ୍ୟରେ ଯିଏ ବାସ କରେ ତାକୁ ଆରଣ୍ୟକ କୁହାଯାଏ। ତେଣୁ ଆରଣ୍ୟକର ତା'ର ବହୁବଚନ ହେଉଛି ଆରଣ୍ୟକାହା ଅର୍ଥାତ୍ ଅରଣ୍ୟ ଅଧିବାସୀ ମାନେ। କଳା କବିଦ କବିଦ ମାନେ ପ୍ରବୀଣ କଳାରେ ଯେଉଁମାନେ ପ୍ରବୀଣ କଳାରେ ଯେଉଁମାନେ ଦକ୍ଷ ଏହାର ଅର୍ଥ ହେଉଛି କଳାରେ ପ୍ରବୀଣ। ପ୍ରଖ୍ୟାପୟନ୍ତି ପ୍ରଖ୍ୟାପୟନ୍ତି ଅର୍ଥ ପ୍ରଚାର କରନ୍ତି ଅର୍ଥାତ୍ ଆଦିବାସୀମାନେ ମଧ୍ୟ ସେମାନେ ତାଙ୍କର କଳାର ନୈପୁଣ୍ୟତା କେମିତି ପ୍ରଚାର ଲାଭ କରୁଛନ୍ତି ତାହା ତୁମମାନଙ୍କୁ ମୁଁ ଆଗରୁ କହିଦେଇଛି। ଏବେ ଦେଖ ଆମେ ସନ୍ଧି ବିଚ୍ଛେଦ ଆଲୋଚନା କରିବା। ସୂର୍ଯ୍ୟ ଉପାସନାର୍ଥମ୍ ସୂର୍ଯ୍ୟ ଯୋଗ ଉପାସନାର୍ଥମ୍ ମନ୍ଦିରସ୍ୟ ଅସ୍ୟ ମନ୍ଦିରସ୍ୟ ଯୋଗ ଅସ୍ୟ ଅଦ୍ୟାପି ଅଦ୍ୟ ଯୋଗ ଅପି ଚରମ ଉତ୍କର୍ଷାତ୍ ଚରମ ଯୋଗ ଉତ୍କର୍ଷାତ୍ ଆଦିବାସୀନଶ୍ଚ ଆଦିବାସୀନଃ ଯୋଗ ଚ ପ୍ରଯୁକ୍ତମ୍ ଉତ୍କଳମ୍ ଇତି
जो शब्द उत्कल शब्दटी जमी कहली प्रयुक्त अर्थात युक्त होईची उत्कल शब्दटी जो युक्त होईची आमर जातीय संगीत रे सेहितिपाई ताकू उत्कल बोली आमे कहू। तेणु प्रयुक्तम जोग उत्कल जोग इति। एबे चंद्रभागा उपकंठ चंद्रभागा जोग उपकंठ भग्नावशेष भग्न जोग अवशेष निमित्तकम एव निमित्तकम जोग एव। एबे सकारण विभक्ति आलोचना करिबा। पाषाण खंडेषु एठारे सप्तमी बहुवचन होईची अर्थात पत्थर देहरे पत्थर गुड़िक देहरे पाषाण खंडेषु सप्तमी विभक्ति होईची। तार कारण हेउची अधिकरणे सप्तमी गोटे स्थान को बुझाउथबारु ताकू अधिकरण पत्थर देहरे जेहेतु रही तेणु अधिकरणे सप्तमी ताकू कह जाउची। मंदिर गात्रे अधिकरणे सप्तमी मंदिरर गात्र देहरे तेणु अधिकरणे सप्तमी सप्तमी विभक्ति होईची। उत्कल इति अनुमीयते एटी जो इति अव्यय पदटी व्यवहार कराइची इति अव्यय पद जोगरे यह प्रथमा विभक्ति होईची। देशानाम भूखंडसई देशानाम शेषे षष्ठी भूखंडसई करणे तृतीया। एबे आमे जो विभागटी को पढ़िले तार केते गुडे गुरुत्वपूर्ण प्रश्न गुडी को आलोचना करिबा। भल कि मन देई सुनिबो। कथम कोणार्क मंदिरम निर्मितम अभवत। ये चंद्रभागा उपकंठरे कोणार्क मंदिर तैयारी होइतिला काहे कोन पई होइतिला तार कारण कोन तार उत्तर हेउची सूर्यदेवंकर उपासना पई कोणार्क मंदिर निर्माण होइतिला। आउ थरे तुमानु कहि दउची जे कोणार्क मंदिर निर्माण होबार कारण कोन ना सूर्यदेवंकर उपासना पई लांगुला नरसिंहदेव जो सूर्य मंदिर तैयारी करथिले 1200 बढ़ई लगी 12 वर्ष लगी जो मंदिर तैयारी करथिले तार एकमात्र कारण थिला सूर्यदेव को उपासना करिबा। से सूर्यदेवंकर भक्त थिले तेणु सूर्य उपासना पई से सुंदर मंदिरटी तैयारी करथिले। कस्याः नद्याः उपकंठे कोणार्क मंदिरम निर्मितं अभवत। मु आउ थरे पढ़ी दउची पिला माने। कस्याः नद्याः उपकंठे कोणार्क मंदिरम निर्मितम अभवत। कौ नदीर उपकंठरे निकटवर्ती अंचल रे कोणार्क मंदिर तैयारी होइथिला। चंद्रभागा नदीर उपकंठरे कोणार्क मंदिर तैयारी होइथिला। जो चंद्रभागा नदी कथा कहूथिली जहाजी प्राय शुष्क प्राय तेणु जेही शुष्क नदी जहाजी आमको देखा मिलू ना चंद्रभागा नदी आमे चंद्रभागा सी बीच को जाऊँ किंतु सेठारे चंद्रभागा नदी थिला। जो चंद्रभागा नदीर निकटवर्ती अंचल रे कोणार्क मंदिर तैयारी होइथिला। रथाकृते मंदिरस्य अस्य कति चक्राणि सन्ति। रथाकृतिर रथ आकृतिर मंदिरर केतोटी चक्र रहिछि। आउ थरे पढ़ी दउची। रथाकृते मंदिरस्य अस्य कति चक्राणि सन्ति। रथाकृति मंदिरर केतोटी चक्र रहिछि। रथाकृति मंदिरर 12टी चक्र रहिछि। मंदिर गात्रे खोदिता मूर्तय कीदृश्यश्च इव प्रतिभान्ति। मंदिर गात्र रे खोदित होइथिबा खोला जाइथिबा मूर्ति गुड़िक किभଳି शोभा पाउछन्ति किभଳି देखा जाउछन्ति। एटा तुमको बुझेला बेले कहिथिली जे मंदिर गात्र रे जो मूर्ति गुड़िक किमिति शोभा पाउछि। एटा शुणितो तो माने मंदिर देहरे खोदित मूर्ति गुड़िक सजीव परि शोभा पाउछन् सते जेमिति जीवंत आमे देखुछु सते जेमिति सेठी गछ गुड़िक होईछि एवं हाथी गुड़िक जाउछन्ति एही प्रकार जीवंत अवस्था सब रही मंदिर देहरे जो मूर्ति गुड़िक सब तैयारी होईछि। के उड्रा इति कथ्यन्ते। उड्रा कौ मानकु कहा जाए जो माने कृषिजीवी। मु प्रथम भागरे मध्य कहिथिली जे कृषि को जीविका करी जो माने बंचंती ताकू कृषिजीवी कहा जाए। से कृषिजीवी मानकु उड्रा बोली कहा जाए। केते गुडे अंचल मिसी आज आमे ओडिशा प्रदेश जो कहूचु से अंचल भितरु उड्र अंचल मध्य गोटे थिला जो अंचलर अधिवासी माने कृषि उपरे निर्भर करी चलुथुले। आज मध्य ओडिशार 80% लोक कृषि उपरे निर्भर करी चलुछंती। के कला कविदाः सन्ति। कलारे कौ माने प्रवीण। के कला कविदाः सन्ति। कला कविद अर्थ कलारे प्रवीण केउ माने उत्कलीय माने जो माने उत्कलीय जो ओडिशार गोटे अंचल जो उत्कलीय अंचल थिला ताहार कला शास्त्र से माने निपुण थिले। विभिन्न प्रकार कला कारुकार्य जो आज जो मंदिर गुड़िकर जो मूर्ति सब देखुच कला कारुकार्य देखुच ता उत्कलीय मानकर ये हूँ कलार नैपुण्यता कलार निदर्शन। तेणु उत्कलीय माने
କଳାଶାସ୍ତ୍ରରେ ନିପୁଣ ଥିଲେ ବା ଦକ୍ଷ ଥିଲେ। ପରବର୍ତ୍ତୀ ପ୍ରଶ୍ନ କେ ବିରାହା। ଆକ୍ଚୁଆଲି ବୀର କେଉଁମାନଙ୍କୁ କୁହାଯାଉଥିଲା? ସେ କିଛି ଅଞ୍ଚଳ ଥିଲା ଓଡ଼ିଶାର ଯାହାକୁ କୁହାଯାଉଥିଲା କଳିଙ୍ଗ। ଯେଉଁ କଳିଙ୍ଗର ଅଧିବାସୀମାନେ ବୀର ଅଟନ୍ତି ତାର ବହୁତ ଗୁଡ଼ିଏ ପ୍ରମାଣ ତୁମମାନଙ୍କୁ ଦେଇଛି ଯେ ଯେଉଁ କଳିଙ୍ଗ ଯୁଦ୍ଧ ତାର ପ୍ରମାଣ ଏବଂ ଯେତେବେଳେ ମଗଧର ସମ୍ରାଟ ଚନ୍ଦ୍ରଗୁପ୍ତ ଯେତେବେଳେ ସେ ଆକ୍ରମଣ କରିବା ପାଇଁ କଳିଙ୍ଗକୁ ଚିନ୍ତା କରିଥିଲେ ସେତେବେଳେ ତାଙ୍କ ଗୁରୁ ତାଙ୍କୁ ବାରଣ କରିଥିଲେ ଯେ କଳିଙ୍ଗ ହେଉଛି ଗୋଟେ ମହାଶକ୍ତିଶାଳୀ ରାଜ୍ୟ, ତାକୁ ଆକ୍ରମଣ କରିବା ଉଚିତ ନୁହେଁ, ତା ସହିତ ବନ୍ଧୁତାର ହାତ ବଢ଼ାଅ ଯାହାଫଳରେ ଆମର ଉନ୍ନତି ଘଟିବ। ତେଣୁ ଏଇଥିରୁ ଜଣାପଡ଼େ କଳିଙ୍ଗର ଅଧିବାସୀମାନେ କେତେ ବୀର ଥିଲେ। ପରବର୍ତ୍ତୀ କେ କର୍ମ କୁଶଳାହା ସନ୍ତି। କର୍ମରେ କୁଶଳ କେଉଁମାନେ ଥିଲେ? କୁଶଳ ଅର୍ଥ ଦକ୍ଷ। କେ କର୍ମ କୁଶଳାହା ସନ୍ତି। କର୍ମ କୁଶଳ ଅର୍ଥ କର୍ମରେ ଦକ୍ଷ। କୋଶଳର ଅଧିବାସୀମାନେ କର୍ମ କୁଶଳ ଅଟନ୍ତି। ଯେଉଁମାନେ କୋଶଳର ଅଧିବାସୀ ଥିଲେ ସେମାନେ ସମସ୍ତ କାର୍ଯ୍ୟରେ ସେମାନେ ଦକ୍ଷ ଥିଲେ, ପ୍ରବୀଣ ଥିଲେ। ପରବର୍ତ୍ତୀ ପ୍ରଶ୍ନ ସମ୍ପ୍ରତି କୈହି ଭୂଖଣ୍ଡାସେହି ଓଡ଼ିଶା ରାଜ୍ୟମ୍ ପରିଚିତମ୍ ଭବତି। ବର୍ତ୍ତମାନ କେଉଁ କେଉଁ ଭୂଖଣ୍ଡରେ ଓଡ଼ିଶା ରାଜ୍ୟ ଆଜି ପରିଚୟ ପାଇଛି? ଓଡ଼ିଶା ରାଜ୍ୟ ବୋଲି ଯେଉଁ ଆମେ କହୁଛୁ ଆମର ଗୋଟେ ସୀମାରେଖା ରହିଛି, ଆମର ରାଜ୍ୟ ରହିଛି, ତ କେଉଁ କେଉଁ ଭୂଖଣ୍ଡ ମିଶିଲା ପରେ ଆଜି ଆମର ଓଡ଼ିଶା ରାଜ୍ୟ ହେଇଛି? ଯେ ବର୍ତ୍ତମାନର ଉତ୍କଳ, କଳିଙ୍ଗ, କୋଶଳ, ଉଡ୍ର, କଙ୍ଗଦ ପରିଚିତ ସ୍ଥାନମାନଙ୍କର ଭୂଖଣ୍ଡାଂଶ ଦ୍ୱାରା ଓଡ଼ିଶା ରାଜ୍ୟ ପରିଚୟ ପାଇଛି। ମୁଁ ବୁଝେଇଲା ବେଳେ ତୁମମାନଙ୍କୁ କହିଛି ଯେ ବହୁତ ଛୋଟ ଛୋଟ ରାଜ୍ୟ ଥିଲା ତାକୁ ମିଶ୍ରିତ କରି ଆଜି ଓଡ଼ିଶା ରାଜ୍ୟ ଯେଉଁ ଦେଖୁଛେ ତାହା ଥିଲା। ତେଣୁ କେତେଗୁଡ଼ିଏ ତା ଭିତରୁ ମୁଖ୍ୟ କେଉଁଗୁଡ଼ିକ ଥିଲା? ଉତ୍କଳ ଥିଲା, କଳିଙ୍ଗ ଥିଲା, କୋଶଳ, ଉଡ୍ର ଏବଂ କଙ୍ଗଦ। ଏହିସବୁ ଭୂଖଣ୍ଡ ଗୁଡ଼ିକ ମିଶିଲା ପରେ ଓଡ଼ିଶା ରାଜ୍ୟ ପରିଚୟ ପାଇଛି। ପରବର୍ତ୍ତୀ ପ୍ରଶ୍ନ କୁତ୍ର ପ୍ରଯୁକ୍ତମ୍ ଉତ୍କଳମିତି ପଦମ୍ ଓଡ଼ିଶା ନିମିତ୍ତକମ୍ ଏବ। କେଉଁଠାରେ ପ୍ରଯୁକ୍ତ ହୋଇଥିବା ଉତ୍କଳ ଶବ୍ଦ ଓଡ଼ିଶା ପାଇଁ କୁହାଯାଇଛି? ଜାତୀୟ ସଙ୍ଗୀତରେ ପ୍ରୟୋଗ କରାଯାଇଥିବା ଉତ୍କଳ ପଦ ଓଡ଼ିଶା ପାଇଁ ହିଁ କୁହାଯାଇଛି। ତେଣୁ ଉତ୍କଳ ବଙ୍ଗ ଯେଉଁ ଶବ୍ଦ ଗୁଡ଼ିକ ବ୍ୟବହାର କରାଯାଇଛି ତାହା ଭିତରୁ ଉତ୍କଳ ପଦଟି ରହିଛି ଯାହା ଓଡ଼ିଶା ପାଇଁ ହିଁ କୁହାଯାଇଛି ବୋଲି କୁହାଯାଏ। ପିଲାମାନେ ନିଶ୍ଚିତ ଭାବରେ ବିଷୟଟିକୁ ଭଲ ଭାବରେ ବୁଝିଥିବ। ତାର 3ଟି ବିଭାଗ ତମେ ପଢ଼ି ସାରିଲଣି, ଆହୁରି ମଧ୍ୟ ଆଗକୁ ଅଛି। ଅତି ସୁନ୍ଦର ବିଷୟଟି। ଆଜି ତ ସମୟ ହେଇଗଲାଣି, ଆଜି ପାଇଁ ରହୁଛି। ଧନ୍ୟବାଦ।